35 ଫୁଟ ଗଭୀର କୂଅରେ ଖସି ପଡ଼ିଥିବା ମହିଳାଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। କେନ୍ଦୁଝର ତୁରୁମୁଙ୍ଗା ଥାନା କାଶୀପୁର ଗାଁରେ 35 ଫୁଟ ଗଭୀର କୂଅ ଭିତରେ ଖସି ପଡ଼ିଥିବା ବିଧବା ମହିଳାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ପ୍ରଥମେ ପାଟଣା ଓ ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଘଟଣା ଅନୁସାରେ କାଶୀପୁର ଗ୍ରାମର କ୍ଷୀରୋଦିନୀ ମହାନ୍ତ ଶୁକ୍ରବାର ରାତିରେ ତାଙ୍କ ବାଡ଼ି ପଛପଟେ ଥିବା କୂଅ ରାସ୍ତା ଦେଇ ଯାଉଥିବା ସମୟରେ ହଠାତ୍ ମୁଣ୍ଡ ବୁଲେଇ ଦେବାରୁ କୂଅ ଭିତରେ ଖସି ପଡ଼ିଥିଲେ। ମାଆକୁ କୂଅ ଭିତରେ ଖସି ପଡ଼ିବା ଜାଣିବା ପରେ ଉଦ୍ଧାର କରିବା ପାଇଁ ପୁଅ ଅନିଶ ମହାନ୍ତ କୂଅ ଭିତରକୁ ଓହ୍ଲାଇ ତାଙ୍କ ମାଆଙ୍କର ହାତ ଧରି କୂଅ ଭିତରେ ଅଧଘଣ୍ଟା ଧରି ରହିଥିଲେ। ଗ୍ରାମବାସୀ ଏକଥା ଜାଣିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର କେଉଁଝର।